ରାସ୍ତା କଡ଼ରେ ପରିବା ବିକୁଥିବା ମହିଳାଙ୍କ ପାଖକୁ ଏଇ ଯୁବକ ଜଣକ ଆସିଥିଲା। ଆଉ ସିଧା ଗୋଡ଼ ତଳେ ପଡ଼ି ମୁଣ୍ଡିଆ ମାରି ପକାଇଥିଲା। ସେପଟୁ ଜଣେ ଆସିଲା ଆଉ ସିଧା ଅବିର ମେଞ୍ଚେ ୟାଙ୍କ ପୁଅ ଢାଳି ଦେଇଥିଲା। କିଛି ବୁଝିହେଲାନି ନା ଆଜ୍ଞା? ଜାଣିଛି କିଛି ବୁଝିପାରୁନଥିବେ। ମୁଁ ବି ପ୍ରଥମେ ସେମିତି କିଛି ବୁଝିପାରୁନଥିଲି। ହେଲେ ପୁରା ଘଟଣା ଜାଣିବା ପରେ ମୋ ଆଖିରୁ ବି ଲୁହ ଆସିଯାଇଥିଲା ଆଜ୍ଞା। ଏ କାହାଣୀ ପୁରା ଦେଖିଲା ପରେ ହୁଏତ ଆପଣ ବି ଭାବବିହ୍ୱଳ ହୋଇଯିବେ। ଏ କାହାଣୀ ଥିଲା ଦିନ ରାତି ଏକ କରି ପରିଶ୍ରମ କରି ନିଜ ପୁଅକୁ ସଫଳ କରିଥିବା ଜଣେ ମାଆର କାହାଣୀ। ଏ କାହାଣୀ ସେଇ ମାଆମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ସାଜିବ, ଯେଉଁମାନେ ଏକା ଏକା ନିଜ ପିଲାମାନଙ୍କୁ ମଣିଷ କରିବାକୁ କଷ୍ଟ ବୋଲି ଭାବନ୍ତି। ହଁ, ଏଇଟା ସତ ଯେ ଗୋଟେ ପିଲାକୁ ବଡ଼ କରି ତାକୁ ସଫଳ କରିବା ଗୋଟେ ମା' ପାଇଁ କଷ୍ଟକର କଥା। ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼େ। ହେଲେ ସେଇଟା ଜମା ଅସମ୍ଭବ ନୁହେଁ, ଯାହା ଏଇ ମା' ଜଣକ ପ୍ରମାଣ କରି ଦେଖାଇ ଦେଇଛନ୍ତି। ମା' ଏ ଶବ୍ଦ ବୋଧେ ଦୁନିଆର ସବୁଠୁ ମଧୁର ଆଉ ପବିତ୍ର ଶବ୍ଦ, ଯେଉଁ ଶବ୍ଦକୁ ଜନ୍ମ ହେଲା ପରେ ଆମ ସମସ୍ତଙ୍କ ପାଟିରେ ପ୍ରଥମ ଆସିଥାଏ। ଜଣେ ମା' ନିଜ ଛୁଆମାନଙ୍କ ପାଇଁ ସବୁ କିଛି କରିପାରେ, ଜୀବନ ନେଇପାରେ, ଜୀବନ ବି ଦେଇପାରେ। ଦରକାର ପଡ଼ିଲେ ମୁଣ୍ଡପାତି ସବୁ ସହି ବି ପାରେ। ପାହାଡ଼କୁ ଯାଇ ପଥର କାଟିପାରେ, ବିଲ୍ଡିଂରେ ବାଲି ସିମେଣ୍ଟ କାମ ବି କରିପାରେ। ଆଉ ଏଇ ମା' ଭଳି ରାସ୍ତା କଡ଼ରେ ପରିବା ବି ବିକିପାରେ। ଏଇ ମା'ଟା ସବୁଦିନ ସକାଳୁ ଘରୁ ବାହାରି ଆସେ ଆଉ ପରିବା ଧରି ଏଇ ରାସ୍ତା କଡ଼ରେ ବସି ପଡ଼େ। ଗ୍ରାହକ ଆସନ୍ତି ଆଉ ପରିବା ନିଅନ୍ତି। ଯାହା ରୋଜଗାର ହୁଏ ତେଲ ଲୁଣର ସଂସାର ସହିତ ପୁଅକୁ ପାଠ ମଧ୍ୟ ପଢ଼ାନ୍ତି। ଖରା ବର୍ଷା ଶୀତ କେହି ବି ଏ ମା'କୁ ହରେଇ ପାରିନାହାନ୍ତି। ଅନେକ ଥର ଏମିତି ବି ହେଇଛି ପରିବା ବିକ୍ରି ହେଇ ନପାରି ପଚି ଯାଇଛି, ଲସ୍ ବି ହେଇଛି, କିନ୍ତୁ ହାର ମାନି ନାହାନ୍ତି। ନିଜ ପୁଅକୁ ସଫଳତାର ସ୍ୱାଦ ଚଖେଇବାକୁ ଏଇ ମା' ସଂଗ୍ରାମର ସବୁ ସୀମାକୁ ପାର କରିଦେଇଛନ୍ତି। ସେ ନିଜେ ବି ଜାଣିନଥିଲେ ଯେ ତାଙ୍କ ପୁଅ ଆଜି ସଫଳତା ପାଇଛି, ଆଉ ସେ ଆଜି ପରିଶ୍ରମର ସବୁ ମୂଲ୍ୟ ପାଇସାରିଛନ୍ତି। ପୁଅ ଇଣ୍ଟରଭ୍ୟୁ ଦେବାକୁ ଯାଇ CRPF ଯବାନ ଭାବରେ ସିଲେକ୍ଟ ହୋଇସାରିଛି। ଆଉ ସେଇ ପୁଅ ଖୁସିରେ ପ୍ରଥମେ ମା' ପାଖକୁ ସେଇ ଖୁସି ଖବର ଜଣାଇବାକୁ ଆସିଛି। କେମିତି ମା'କୁ ଏ ଖୁସି ଖବର ପ୍ରଥମେ ଜଣାଇବନି ଆଜ୍ଞା? ସେ ପା ନିଜେ ଦେଖିଛି ତା ପାଇଁ ତା ମା' କେତେ ପରିଶ୍ରମ କରିଛି। ସେ ପା ନିଜେ ଅନୁଭବ କରିଛି ତା ପେଟ ପୂରେଇବାକୁ ତା ମା' କେତେ ରାତି ଉପାସରେ ପେଟରେ ଓଦାକନା ଦେଇ ଶୋଇଛି। ଇଏ ସେଇ ମା' ଯିଏ ନିଜ ପୁଅ ପାଇଁ ନିଜ ଖୁସିକୁ ବି ଜଳାଞ୍ଜଳି ଦେଇଛି। ଆଉ ସେଇ ପୁଅ ସଫଳତା ପାଇବା ପରେ ହାତରେ ଫୁଲମାଳ ଧରି ମା' ପାଖରେ ପହଞ୍ଚି ଯେତେବେଳେ ମା'କୁ ଏ କଥା କହିଦେଇଛି, ମା' ଆଉ ପୁଅ ଉଭୟେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ପାଖରେ ଥିବା କିଛି ଯୁବକ ଉଭୟଙ୍କ ଉପରେ ଅବିର ଢାଳି ଦେଉଛନ୍ତି, ତ କିଏ ଏହି ଖୁସିର ମୁହୂର୍ତ୍ତକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ଚାଲିଛନ୍ତି। ଆଗକୁ ଏ ପୁଅ ତା ମା' ପାଇଁ କ'ଣ କରିବ ତାହା ତ ସମୟ କହିବ ଆଜ୍ଞା। ହେଲେ ଏ ପୁଅର ମା' ପ୍ରତି ଥିବା ଭଲ ପାଇବା ଆଗରେ ମୁଣ୍ଡଟା ତଳକୁ ହେଇଯାଉଛି, ଆଖିରୁ ଲୁହ ଆସିଯାଉଛି ଆଜ୍ଞା। ହେଇପାରେ ଏଇଟା ଖୁସିର ଲୁହ ହେଇପାରେ, କିନ୍ତୁ ସେଇ ଖୁସିର ଲୁହ ଆଗରେ ମା' ବି ହାର ମାନିଯାଉଛି, ଆଉ ସେ ବି କାନ୍ଦି ପକାଉଛି। ଏ କାହାଣୀ ନୁହେଁ ଆଜ୍ଞା, ଏଇଟା ଗୋଟେ ମା'ର ହୃଦୟରୁ ଗୋଟେ ପୁଅ ଉପରେ ଥିବା ଆଶୀର୍ବାଦର କଥା। ମା'ର ଆଶୀର୍ବାଦ ଥିଲେ ଗୋଟେ ପୁଅ କେମିତି ସବୁ ଜାଗାରେ ଜିତିପାରେ, ତାର ଏଇଟା ଜ୍ୱଳନ୍ତ ଉଦାହରଣ। ମୁଁ ଜାଣିନି ଏ କାହାଣୀ ଆପଣଙ୍କୁ କେମିତି ଲାଗିଲା, କିନ୍ତୁ ଜଣେ ମା' ପାଇଁ ଏ କାହାଣୀର ମୂଲ୍ୟ ବହୁତ ଢେର ଆଜ୍ଞା। ଆଉ ଗୋଟେ ପୁଅ ପାଇଁ ବି ଏଇ କାହାଣୀଟା ବହୁତ ମୂଲ୍ୟବାନ। ଏ ସଫଳତା ଗୋଟେ ପୁଅର ଏକା ନୁହେଁ ଆଜ୍ଞା, ଏ ସଫଳତା ହେଉଛି ଗୋଟେ ମା'ର ସଫଳତା। ଆପଣ ଆପଣଙ୍କ ମା'କୁ କେତେ ଭଲ ପାଆନ୍ତି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଉ ଏ କାହାଣୀ ଯଦି ହୃଦୟକୁ ଛୁଇଁଥିବ ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।